ଓଡ଼ିଶାରେ ଏକ ଅଭାବନୀୟ ଘଟଣା ଘଟିଛି। ନବରଙ୍ଗପୁର ଜିଲ୍ଲା ରାୟଗଡ଼ ବ୍ଲକରେ ଶ୍ରବଣ ଗଣ୍ଡ ନାମକ ଜଣେ ବ୍ୟକ୍ତି ଯେ ମହାରାଷ୍ଟ୍ରରେ ଦାଦନ ଖଟୁଥିଲା, ହଠାତ୍ ସେହି ବ୍ୟକ୍ତିର ମୃତ୍ୟୁ ହୁଏ ଏବଂ ସେ ନିଜ ଗ୍ରାମକୁ ଫେରି ତାଙ୍କ କବର ଦେବା ପାଇଁ ତାଙ୍କ ପରିବାର ନିଜ ଜମିରେ ଚେଷ୍ଟା କରିଥିଲେ ଏବଂ ସେ ଜଣେ ଖ୍ରୀଷ୍ଟିଆନ ହୋଇଥିବାରୁ ତାଙ୍କ ନିଜ ଜମିରେ ତାଙ୍କ କବର ଦିଆଗଲା। କିନ୍ତୁ କିଛି ଦୁର୍ବୃତ୍ତଙ୍କର ପ୍ରେରଣାରେ ଗାଁବାସୀ ଉତ୍ତ୍ୟକ୍ତ ହୋଇ ସେ କବର ଖୋଳି କବରରୁ ତାଙ୍କୁ ବାହାର କରି ତାଙ୍କୁ ପୁଣି ଜାଳି ଦିଆଗଲା। ଏଇଟା ଭିଡ଼ତନ୍ତ୍ର ଚାଲିଛି ବିଜେପି ଶାସନରେ, ନା ଗଣତନ୍ତ୍ର ନା ଆଇନର ଶାସନ ଚାଲିଛି ତାହା ବୁଝିବାର କଷ୍ଟ ହେଉଛି। ଖ୍ରୀଷ୍ଟିଆନ ମାନେ କ'ଣ ସୁରକ୍ଷିତ?